କେଜଣ କହନ୍ତି ସେ ଟିକେ ଖର୍ଚ୍ଚି, ତା ମନଟା ଟିକେ ବଡ଼। ମନ ବଡ଼ ହେଲେ କ'ଣ ହେବ? ଖାଲି ସାଲାରୀ ବି ବଡ଼ ହଉ, ଯଦି ସାଲାରୀ କମ୍ ଅଛି ଏକ୍ସଟ୍ରା ଇନକମ୍ ହଉ, ଟିକେ ଇନକମ୍ଟା ବି ତ ବଡ଼ ହଉ। ଖାଲି ମନଟା ବଡ଼ ହେଲେ କ'ଣ ହେବ? କଞ୍ଜୁସ୍ ହେବାକୁ କହିନି, କିନ୍ତୁ ଅଯଥା ଖର୍ଚ୍ଚ କଲେ ଯାହା ପାଇଁ ଆମେ ଦେଖେଇକି ଦେଉଛେ ସେ ଆମ ଦୁଃଖ ନେବନି। ଜଣଙ୍କର ଦରମା ଯଦି 2 ଲକ୍ଷ ଟଙ୍କା ମାସକୁ, ସିଏ ଯଦି 1000 ଟଙ୍କା ଦେଉଛି, ଆମର ଯଦି ଦରମା 10,000 ଟଙ୍କା ମାସକୁ, ଆମେ ବି 1000 ଟଙ୍କା ଦେବା, କେଉଁଥିପାଇଁ ମୁଁ ବୁଝିପାରୁନି। ଏଇଟା ବି ଷ୍ଟାଟସ୍ ସିମ୍ବଲ୍। ପ୍ରେଷ୍ଟିଜ୍ ହାନି ହେଇଯାଉଛି, ଏମିତି କମିଯାଉଛି ପ୍ରେଷ୍ଟିଜ୍। ମୁଁ ଦେଖିଛି ବହୁତ ଲୋକ ଲକ୍ଷାଧିକ ଟଙ୍କା ଦରମା ପାଆନ୍ତି ମାସକୁ, ବିସ୍କୁଟ୍ ପ୍ୟାକେଟ୍ଟେ ବି ନେଇକି ଆସନ୍ତିନି ଘରକୁ, ଫର୍ ଏକ୍ଜାମ୍ପଲ୍। କିଛି ଲୋକ, ଆଉ କେତେ ଜଣ ବହୁତ କମ୍ ଦରମା ପାଆନ୍ତି, ସେ ବଡ଼ ଲୋକ ବୋଲି ବେଶୀ ଟଙ୍କାର ଜିନିଷ ନେଇକି ଯାଆନ୍ତି। ବୁଝିପାରିନି, ମୁଁ ବୁଝିପାରିନି କି ସେମାନେ ବୁଝିପାରନ୍ତି, ମୁଁ ଏପର୍ଯ୍ୟନ୍ତ ବୁଝିପାରୁନି। ଦେଖେଇଲେ କ'ଣ ହେବ? ପରିବାର ଖର୍ଚ୍ଚ କ'ଣ ସେମାନେ ତୁଲେଇବେ? ଆମକୁ ପୁଣି ଧାର କରିବାକୁ ପଡ଼ିବ?